ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ 81 ବର୍ଷ ବୟସରେ ପରଲୋକ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଗଭୀର ଶୋକ ପ୍ରକାଶ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଲୋକସଭା ଅପରାହ୍ନ 2ଟା ଯାଏ ମୁଲତବୀ। ଭାରତୀୟ ସେନା ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପାକିସ୍ତାନରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ 300ରୁ ଅଧିକ ମୃତ, 715 ଆହତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟ ମ୍ୟାଚ୍ର ଆଜି ଶେଷ ଦିନରେ 339 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିବ ଇଂଲଣ୍ଡ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ଆଜି ସକାଳେ ନୂଆଦିଲ୍ଲୀରେ 81 ବର୍ଷ ବୟସରେ ପରଲୋକ ଘଟିଛି। ରାଜ୍ୟସଭା ସାଂସଦ ଶିବୁ ସୋରେନ କିଡ୍ନି ରୋଗରେ ପୀଡ଼ିତ ଥିଲେ ଏବଂ ପ୍ରାୟ 1 ମାସ ପୂର୍ବେ ତାଙ୍କର ହୃଦଘାତ ହୋଇଥିଲା। ସେବେଠାରୁ ସେ ଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଶିବୁ ସୋରେନଙ୍କ ପରଲୋକରେ ଝାଡ଼ଖଣ୍ଡରେ ଆଜିଠାରୁ ଅଗଷ୍ଟ 6 ତାରିଖ ପର୍ଯ୍ୟନ୍ତ 3 ଦିନିଆ ଶୋକ ପାଳନ କରାଯିବ। ସମସ୍ତ ସରକାରୀ କାର୍ଯ୍ୟାଳୟ ଆସନ୍ତାକାଲି ଓ 5 ତାରିଖ ଦିନ ବନ୍ଦ ରହିବ। ଇତିମଧ୍ୟରେ ଝାଡ଼ଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର ଅଧ୍ୟକ୍ଷ ଥିଲେ। ଶିବୁ ସୋରେନଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଶ୍ରୀ ସୋରେନଙ୍କ ପରଲୋକ ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ବଡ଼ କ୍ଷତି। ସେ ଜନଜାତିଙ୍କ ପରିଚୟ ଥିଲେ ଏବଂ ଝାଡ଼ଖଣ୍ଡ ରାଜ୍ୟ ଗଠନରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ଶିବୁ ସୋରେନଙ୍କ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଣେ ତୃଣମୂଳ ସ୍ତରୀୟ ନେତା ଭାବରେ ଶିବୁ ସୋରେନ ସାଧାରଣ ଜୀବନରେ ଲୋକଙ୍କ ପ୍ରତି ଯେଉଁ ସମର୍ପଣ ଭାବ ପ୍ରଦର୍ଶନ କରିଯାଇଛନ୍ତି ତାହା ଅପୂରଣୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି ସୋରେନଙ୍କ ପରିବାର ଏବଂ ପ୍ରଶଂସକମାନଙ୍କୁ ସମବେଦନା ଜଣାଇଛନ୍ତି। ସେ ମଧ୍ୟ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ କଥା ହୋଇ ଶୋକ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ତାଙ୍କୁ ଦେଶର ଜଣେ ବରିଷ୍ଠ ନେତା ଭାବେ ଅଭିହିତ କରିଛନ୍ତି। ସମାଜର ଦୁର୍ବଳ ବର୍ଗ, ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ ସଶକ୍ତିକରଣ ପାଇଁ ସେ ଜୀବନସାରା ସଂଘର୍ଷ କରିଥିଲେ ବୋଲି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନକୁ ପ୍ରତ୍ୟାହାର କରିବା ଏବଂ ଅନ୍ୟ କେତେକ ଦାବି ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଶ୍ରୀ ବିର୍ଲା ବିରୋଧୀ ଦଳଗୁଡ଼ିକୁ ପ୍ରଶ୍ନକାଳ ଚଳାଇ ରଖିବା ଲାଗି ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ଦଳ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଶ୍ରୀ ବିର୍ଲା କହିଥିଲେ, लोकतंत्र में नियोजित तरीके से सदन को बाधित करना ये लोकतांत्रिक प्रक्रियाओं के लिए अच्छा नहीं है, परंपराओं के लिए भी अच्छा नहीं है। आप कोई भी मुद्दे हो, कोई भी सवाल हो, आप प्रश्नकाल के बाद हमसे मिलें। हम नियम प्रक्रियाओं के अंदर आपको हर मुद्दों पर चर्चा करने का पर्याप्त मौका देंगे। मुझे लगता है कि आप नियोजित तरीके से ही सदन को बाधित करना चाहते हैं, इसलिए सदन की कार्रवाई आज 2 बजे तक के लिए स्थगित की जाती है। ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ହଟ୍ଟଗୋଳ ମଧ୍ୟରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସରକାରୀ କ୍ଷେତ୍ର କମ୍ପାନୀଗୁଡ଼ିକରେ ନିଯୁକ୍ତି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ। ରାଜ୍ୟସଭାରେ ସଦସ୍ୟ ଶିବୁ ସୋରେନଙ୍କ ପରଲୋକ ଯୋଗୁଁ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭାର ସଦସ୍ୟମାନେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବାହ୍ନ 11ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ, ଶ୍ରୀ ସୋରେନ ଜଣେ ବରିଷ୍ଠ ଏବଂ ପ୍ରମୁଖ ଆଦିବାସୀ ନେତା ଥିଲେ। ସେ ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ଅଧିକାର ଲାଗି ସଂଘର୍ଷ କରିଥିଲେ।
ଶିବୁ ସୋରେନ୍ ଦଳିତଙ୍କ ଅଧିକାର ଲାଗି ସାରା ଜୀବନ କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ହରିବଂଶ କହିଛନ୍ତି। मुझे गहरे दुख के साथ यह सूचित करना है कि आज 4 अगस्त 2025 को इस सदन के मौजूदा सदस्य श्री शिबू सोरेन जी का निधन हो गया। झारखंड राज्य की स्थापना के आंदोलन में उनकी महत्वपूर्ण भूमिका रही। वे इस नवगठित राज्य के सबसे सम्मानित नेताओं में से एक बने। उन्होंने आजीवन वंचितों के अधिकारों और कल्याण के लिए समर्पित भाव से काम किया। उनके निधन से देश ने एक अनुभवी सांसद, आदिवासी अधिकारों के प्रबल पैरोकार और एक अत्यंत सम्मानित जनप्रतिनिधि को खो दिया है। राज्यसभा उपाध्यक्ष କହିଛନ୍ତି ଶିବୁ ସୋରେନ୍ ଲୋକସଭାକୁ 8 ଥର ନିର୍ବାଚିତ ହୋଇଥିବା ବେଳେ 3 ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିଲେ। ଝାଡ଼ଖଣ୍ଡ ରାଜ୍ୟ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ପରେ ରାଜ୍ୟସଭାରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2020 ମସିହାରେ ଚୀନ ସହିତ ଗଲୱାନ ଉପତ୍ୟକାରେ ସଂଘର୍ଷ ପରିପ୍ରେକ୍ଷୀରେ ଭାରତୀୟ ସେନା ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ପ୍ରତି ଅସମ୍ମତି ପ୍ରକାଶ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମୌଖିକ ମନ୍ତବ୍ୟ ଦେଇଛନ୍ତି। ବିଚାରପତି ଦୀପଙ୍କର ଦତ୍ତା ଏବଂ ଏଜି ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ବିରୋଧୀ ଦଳ ନେତା ଭାବରେ ଶ୍ରୀ ଗାନ୍ଧୀ ସାମାଜିକ ଗଣମାଧ୍ୟମ ପରିବର୍ତ୍ତେ ସଂସଦରେ ଏହି ପ୍ରଶ୍ନ ଉତ୍ଥାପନ କରିବା ଉଚିତ। ବିଚାରପତି ଜଷ୍ଟିସ୍ ଦତ୍ତା କହିଛନ୍ତି ଭାରତର 2000 ବର୍ଗ କିଲୋମିଟର ଅଞ୍ଚଳ ଚୀନ ଦ୍ୱାରା ଦଖଲ କରାଯାଇଥିବା ନେଇ ଗାନ୍ଧୀଙ୍କ ଦାବି ଗ୍ରହଣୀୟ ନୁହେଁ। ପୂର୍ବତନ ବିଆର୍ଓ ନିର୍ଦ୍ଦେଶକଙ୍କ ଦ୍ୱାରା ଦାୟର ଫୌଜଦାରୀ ମାନହାନି ମାମଲାକୁ ସ୍ଥଗିତ ରଖିବା ସହିତ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ ମନା କରିବା ବିରୋଧରେ ଶ୍ରୀ ଗାନ୍ଧୀଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଥିଲେ। 3 ସପ୍ତାହ ପାଇଁ ଏହି ମାମଲାର ବିଚାର କାର୍ଯ୍ୟ ସ୍ଥଗିତ ରହିଥିଲା। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ରୋଜଗାର ମେଳା ଅଧୀନରେ ଗତ 16 ମାସରେ 11 ଲକ୍ଷରୁ ଅଧିକ ଆଶାୟୀ ନିଯୁକ୍ତି ପାଇଛନ୍ତି। ଲୋକସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଆର୍ବିଆଇର ସୂଚନା ଅନୁଯାୟୀ ଗତ ଦଶନ୍ଧି ମଧ୍ୟରେ 17 କୋଟିରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି। ସେ କହିଛନ୍ତି ୟୁପିଏ ସରକାରଙ୍କ ଅମଳରେ ମାତ୍ର 3 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ଆଗାମୀ 5 ବର୍ଷରେ 4 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ଅଧୀନରେ 2 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। मोदी 3 गवर्नमेंट के पहले ही बजट में आने वाले 5 साल में 4 करोड़ से अधिक जॉब निर्माण करने के लिए 2 लाख करोड़ से अधिक रकम से प्रधानमंत्री विकसित भारत रोजगार योजना भी अनाउंसमेंट करा और ये योजना का आज बहुत अच्छा नतीजा भी मिल रहा है। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ୟୁପିଏ ସରକାରଙ୍କ ସମୟରେ କୃଷି କ୍ଷେତ୍ରରେ ନିଯୁକ୍ତି ସୁଯୋଗ 16% କମ୍ ଥିବାବେଳେ ଏନ୍ଡିଏ ସରକାରଙ୍କ ସମୟରେ ଏହା 19%କୁ ବୃଦ୍ଧି ପାଇଛି। ପାକିସ୍ତାନରେ ଜୁନ୍ 26 ତାରିଖ ପରଠାରୁ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ 140 ଶିଶୁଙ୍କ ସମେତ 300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ 715ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି। ପାକିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ମୃତକଙ୍କ ମଧ୍ୟରେ 140 ଜଣ ଶିଶୁ, 102 ଜଣ ପୁରୁଷ ଏବଂ 57 ଜଣ ମହିଳା ଅଛନ୍ତି। ଓଭାଲଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟର ଆଜି ଶେଷ ଦିନରେ ଇଂଲଣ୍ଡ 339 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିବ। ଭାରତୀୟ ସମୟ ଆଜି ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ଆଜିର ମ୍ୟାଚ୍ରେ ଇଂଲଣ୍ଡ ବିଜୟ ହାସଲ କରିବା ଲାଗି 35 ରନ୍ ଆବଶ୍ୟକ କରୁଥିବା ବେଳେ ଭାରତ ବଳକା 4ଟି ୱିକେଟ୍ ଅକ୍ତିଆର କରି ବିଜୟ ହାସଲ ପାଇଁ ଚେଷ୍ଟା କରିବ। ଗତକାଲି 374 ରନ୍ର ପିଛା କରି ଇଂଲଣ୍ଡ 6 ୱିକେଟ୍ ହରାଇ 339 ରନ୍ ସ୍କୋର କରିଛି। ମୋହମ୍ମଦ ସିରାଜ 3ଟି ୱିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ ଭାରତ ଦ୍ୱିତୀୟ ଇନିଂସରେ 396 ରନ୍ କରିଥିଲା। ପ୍ରଥମ ଇନିଂସରେ ଭାରତ 224 ରନ୍ ଓ ଇଂଲଣ୍ଡ 247 ରନ୍ କରିଥିଲା। ଏହି ସିରିଜରେ ଭାରତ 1-2ରେ ପଛରେ ରହିଛି। କୋଲକାତାର ବିବେକାନନ୍ଦ ଯୁବ ଭାରତୀୟ କ୍ରୀଡ଼ାଙ୍ଗନରେ ଡୁରାଣ୍ଡ କପ୍ ଅନ୍ତର୍ଗତ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବର ନାମଧାରୀ ଫୁଟବଲ କ୍ଲବ 4-2 ଗୋଲ୍ରେ ଭାରତୀୟ ବାୟୁସେନାକୁ ପରାସ୍ତ କରିଛି। ଗ୍ରୁପ୍ ଏରେ 2ଟି ମ୍ୟାଚ୍ରୁ 6 ପଏଣ୍ଟ ହାସଲ କରି ନାମଧାରୀ ଏଫ୍ସି ଶୀର୍ଷରେ ରହିଥିବା ବେଳେ ଭାରତୀୟ ବାୟୁସେନା 1 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ 81 ବର୍ଷ ବୟସରେ ପରଲୋକ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଗଭୀର ଶୋକ ପ୍ରକାଶ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଲୋକସଭା ଅପରାହ୍ନ 2ଟା ଯାଏ ମୁଲତବୀ। ଭାରତୀୟ ସେନା ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ।
ଏବଂ ପାକିସ୍ତାନରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ 300ରୁ ଅଧିକ ମୃତ। ସମ୍ବାଦ ଶେଷ ହେଲା।